ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ ନୂଆ ବର୍ଷ ବି ଭଲରେ ଭଲରେ ହଉ ଜଗନ୍ନାଥଙ୍କ ଦୟା କୃପାରୁ ସବୁବେଳେ ସମସ୍ତେ ଭଲରେ ଥାନ୍ତୁ ଜୟ ଜଗନ୍ନାଥ। ନିଜେ ନା ଦେଲେ ଦେଖନ୍ତୁ ଆମର ଯିଏ ନନା ଅଛନ୍ତି ମୁଁ ତାଙ୍କୁ ପଚାରିଲି କହିଲି ତିନିଟା ନା ଚାରିଟା ନାଁ ମୁଁ ତାଙ୍କୁ ଧନ ଯାଇଥିଲି। ପ୍ରଥମେ ଥିଲା ଡିଜେ ସିଆଡ, ଡିଜେ ଅଗ୍ନି, ଡିଜେ ଗ୍ରୀନ, ତାଙ୍କୁ ତିନିଟା ନାଁ ଦେଇଥିଲି। ସେ ମତେ କହିଲେ ଦେଖ ଅଗ୍ନି ଗୋଟେ ଜିନିଷ ହଉଛି ଭଲ ଠାକୁରଙ୍କର ନାଁ, ଆଉ ଅଗ୍ନି ହଉଛି ସେ ସବୁବେଳେ ଜଳାଏ ଠାକୁରଙ୍କ ନାଁ। ଅଗ୍ନି ନ ଦେଇ ତମେ ଯୋଉଟା ଭାବିଛ ସ୍ୟାଡ କହିଲେ ଗୋଟେ ଛାଇଆ ମାନେ ଗୋଟେ ଛାଇ, ତେଣୁକରି ସେଟା ବି ଭଲ ନୁହେଁ। ଗ୍ରୀନ ହଉଛି ଗୋଟେ ଭଲ ପ୍ରତୀକ, ମାନେ ଗ୍ରୀନ ସବୁଜ ସୁନ୍ଦର, ମାନେ ଗ୍ରୀନ ଗୋଟେ ମାନେ ଭଲ ଲାଗୁଛି ନାଁଟା। ସେ ନନା ମଧ୍ୟରୁ କହିଲେ ନାହିଁ ତମକୁ ଗ୍ରୀନ ଟା ଭଲ ଇଏ ହଉଛି ଆଉ ତମେ ଗ୍ରୀନ ହିଁ ଦିଅ। ତାପରେ ତାଙ୍କ କଥା ମାନିକିନା ତ ମୁଁ ଗ୍ରୀନ ଦେଇଥିଲି ନା। ଆଉ ଭାଇ ଆପଣ ଯୋଉ ଯେତେ ବି ଆମର ବେସ୍ ହଉ କି ଲାଇନରେ ହଉ ଭାଇ ଆପଣ କାହିଁକି ନା ମୁଁ ତ ଡିଜେ ପ୍ରୋଗ୍ରାମ ରେ ବ୍ୟସ୍ତ ରହିଲି। ଯୋଉମାନେ ଭିଡିଓ ଛାଡନ୍ତି ୟୁଟ୍ୟୁବର, ଦେଖନ୍ତୁ କିଛି ୟୁଟ୍ୟୁବର ସେ ସର୍ଭିସ କଲେଣି, କିଛି ୟୁଟ୍ୟୁବର ପଇସା ଲାଇନ ରେ ଗଲେଣି, ପଇସା ହେଲେ ଆସୁଛନ୍ତି ପଇସା ନହେଲେ ଆସୁନାହାନ୍ତି। କାହିଁକି ନା ଯିଏ ପଇସା ଦେଲା ତାର ଭିଡିଓ ପଡିବ। ତ ସବୁ ୟୁଟ୍ୟୁବର ତ ସେମିତି ନୁହେଁ ଯେ କରିପାରୁନାହାନ୍ତି ଭିଡିଓ, କିଛି ଆସୁଛନ୍ତି ଭିଡିଓ କରୁଛନ୍ତି। କାହିଁକି ନା ତାପରେ ମୁଁ ଗଣେଶ ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜୟ ଭାଇମାନଙ୍କୁ। ଭାଇ ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ଗ୍ରୀନ୍ ଡିଜେ ପାଖରେ। ଆଉ ଗ୍ରୀନ୍ ଡିଜେର ଭାଇ ଆସୁଛି ଆଜି ହୋମ୍ ଟୁର୍ ଭିଡ଼ିଓ, ପୁରୁଣା ଭିଡ଼ିଓରେ ବି ଦେଖିବା, ଆଉ ଭିଡ଼ିଓରେ ବି ଅଛି, ଭିଡ଼ିଓରେ ଦେଖିବେ। ଆଉ ଚାଲନ୍ତୁ ଯିବା ହୋମ୍ ଟୁର୍ ଭିଡ଼ିଓ କେମିତି କ'ଣ ହେଉଛି, ଆଉ ହିରୋ ଭାଇ ସହିତ କେମିତି କ'ଣ କଥାବାର୍ତ୍ତା ହେଉଛି, ଆଉ ହିରୋ ଭାଇ ମାନେ କଣ୍ଟ୍ରୋଭର୍ସି ଏଣ୍ଡ କମ୍ପିଟିସନ୍କୁ ନେଇ କ'ଣ ବି କହୁଛନ୍ତି, ଆଉ ହିରୋ ଭାଇ କ'ଣ ନୂଆ ଆଣୁଛି ସେଟଅପ୍ ପାଇଁ, ଆଉ କ'ଣ ପାଇଁ ହିରୋ ଭାଇଙ୍କର ବେସ୍ ହେଉନି ସେ ବିଷୟରେ କିଛି କୋଶ୍ଚିନ୍ ବି ପଚାରିବା। ଆଉ ଚାଲନ୍ତୁ ଯିବା ହିରୋ ଭାଇକି କିଛି କୋଶ୍ଚିନ୍ କି ପଚାରିବା, ଆଉ ଦେଖିବା ବି ଚାଲନ୍ତୁ। ଆଉ ଚାଲନ୍ତୁ ଯିବା ତାଙ୍କ ଭିତରକୁ। ଆଉ ଭାଇ ସାମ୍ନାରେ ଆମର ଅଛନ୍ତି ହିରୋ ଭାଇ, ଆଉ ହିରୋ ଭାଇଙ୍କ ଆମ ଚ୍ୟାନେଲକୁ ସ୍ୱାଗତ। ଜୟ ଜଗନ୍ନାଥ। ହିରୋ ଭାଇ କେମିତି କ'ଣ ଅଛନ୍ତି? ଭଲ। ଆଉ ଭାଇ ପବ୍ଲିକ ଟିକେ କ'ଣ କୁହନ୍ତୁ? ପବ୍ଲିକ ପାଇଁ କ'ଣ ଆଉ କହିବି, ସବୁବେଳେ ତ ପବ୍ଲିକକୁ ସବୁବେଳେ ତ ମୋ ସପୋର୍ଟରେ ଅଛନ୍ତି ପବ୍ଲିକ, ଆଉ କ'ଣ କହିବି। ମୁଁ ପବ୍ଲିକକୁ ଏତିକି କହୁଛି ଜୟ ଜଗନ୍ନାଥ, ସବୁବେଳେ ଭଲରେ ରଖନ୍ତୁ ସମସ୍ତଙ୍କୁ, ଏତିକି କହୁଛି। ନୂଆ ବର୍ଷ ଆସୁଛି ତ, ନୂଆ ବର୍ଷକୁ ଗୋଟେ ଭିଡିଓ କରିବା। ଆଉ ବର୍ତ୍ତମାନ ତ ପୁରୁଣା ବର୍ଷରେ ଅଛନ୍ତି, ଦେଖିବା ନୂଆ ବର୍ଷକୁ ପବ୍ଲିକଙ୍କ ପାଇଁ ଗୋଟେ ନୂଆ ବର୍ଷ ପର୍ଯ୍ୟନ୍ତ ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ, ନୂଆ ବର୍ଷ ବି ଭଲରେ ଭଲରେ ହଉ ଜଗନ୍ନାଥଙ୍କ ଦୟା କୃପାରୁ ସବୁବେଳେ ସମସ୍ତେ ଭଲରେ ଥାନ୍ତୁ ଜୟ ଜଗନ୍ନାଥ। ଭାଇ ଆମେ ଜାଣିବାକୁ ପାଇଲୁ ଗ୍ରୀନ୍ ମାନେ ବହୁତ ପୁରୁଣା ସେଟଅପ୍ ଭାଇ। ହଁ, କିନ୍ତୁ ସେଟଅପ୍ ଭାଇ ଆଣିଲେ ଆପଣ ମାନେ କ'ଣ ମାଇଣ୍ଡ ଆସିଲା ନା ମୁଁ ସେଟଅପ୍ ଗୋଟେ କରିବି, ନା ଅଲଗା କ'ଣ ବିଜନେସ୍ ଥିଲା ସେତେବେଳକୁ? ନା ସେତେବେଳକୁ ତ ପ୍ରଥମେ ଯେତେବେଳେ ଆମେ କଲୁ, ଯେତେବେଳେ ମୁଁ ପ୍ରଥମେ କଲି ସେତେବେଳେ ଡିଜେର ଲୋକ ଡିଜେ ବୋଲି କ'ଣ ଜାଣିନଥିଲେ। ସେତେବେଳେ ମୁଁ ବାହାରେ ଟିକେ ରହୁଥିଲି, ଦାମନଯୋଡ଼ି ସେପଟ ଲାଇନରେ ମୁଁ ଦେଖେ ବି ଡିଜେ ଫିଜେ ଦେଖିଲି। ଭାଇ ସେତେବେଳକୁ ଜବ୍ ଫବ୍ କରୁଥିଲେ କି ନାହିଁ? ହଁ, ସେତେବେଳେ ମୁଁ ଦାମନଯୋଡ଼ିରେ ଜବ୍ କରୁଥିଲି। ସେଟା ସେଇ ଟାଇମ୍ ହେଇଯିବ 2007 8 ନା 9ରେ ମୁଁ ଜବ୍ କରୁଥିଲି। ସେଠି 2-3 ବର୍ଷ ଜବ୍ କଲି ବିଏଚ୍ଏଲ୍ରେ। ବିଏଚ୍ଏଲ୍ରୁ ଛାଡ଼ିଲା ପରେ ମୁଁ ଆସିକିନା ଏଠି ଆମର ସେତେବେଳେ ଭୂଷଣ ନୂଆ ନୂଆ ହଉଥିଲା, ତାପରେ ତ ଜବ୍ ଛାଡ଼ିଲି ସେଠୁ। ଆଉ ଜବ୍ ଛାଡ଼ିନା ଡିଜେ ଲାଇନରେ ବସିଲି। ଆଉ ଭାଇ ସେତେବେଳେ ଯୋଉ ମାନେ ଡିଜେ ସେଟଅପ୍ କାଢିଥିଲେ, ମାନେ କେତେ କ'ଣ ଜିନିଷ ସବୁ ଲାଗୁଥିଲା ଏ ଟାଇମରେ? ସେତେବେଳେ ତ ସେମିତି କହିଲେ ଗାଡି ଥିଲା, ସେତେବେଳେ 407 ଗାଡି ଥିଲା ଡିମାଣ୍ଡ। ସେତେବେଳେ ବି ଆଉଜା ଥିଲା, ଆଉଜା ପରେ ପରେ ପପ୍ ଆସିଲା, କିନ୍ତୁ ପ୍ରଥମ ସେଟଅପ୍ ଆମର ଆଉଜା ସେଟଅପ୍ରେ ହେଇଥିଲା ପ୍ରଥମେ। ଆଉ ଭାଇ ସେଟଅପ୍ ତ ଭାଇ କାଢିଥିଲେ, କିନ୍ତୁ ଭାଇ କ'ଣ ଇନଫେକ୍ସନ ହେଲା ଯେ ନାଇଁ ମୁଁ ଏଇ ସେଟଅପ୍ କାଢିବି, ଆଉ କ'ଣ ପାଇଁ ସେଟଅପ୍ରେ ଭାଇ ଅଲଗା କିଛି ବି ନା ଦେଇପାରନ୍ତି, କ'ଣ ପାଇଁ ଗ୍ରୀନ୍ ଡିଜେ ନା ଦେଲେ? ଦେଖନ୍ତୁ ଆମର ଯିଏ ନନା ଅଛନ୍ତି
ମୁଁ ତାଙ୍କୁ ପଚାରିଲି, କହିଲି ତିନିଟା ନା ଚାରିଟା ନାଁ ମୁଁ ତାଙ୍କୁ ଧରିନା ଯାଇଥିଲି। ପ୍ରଥମେ ଥିଲା ଡିଜେ ସିଆଡ, ଡିଜେ ଅଗ୍ନି, ଡିଜେ ଗ୍ରୀନ, ତାଙ୍କୁ ତିନିଟା ନାଁ ଦେଇଥିଲି। ସେ ମତେ କହିଲେ ଦେଖ ଅଗ୍ନି ଗୋଟେ ଜିନିଷ ହଉଛି ଭଲ ଠାକୁରଙ୍କର ନାଁ, ଆଉ ଅଗ୍ନି ହଉଛି ସେ ସବୁବେଳେ ଜଳାଏ, ଠାକୁରଙ୍କ ନାଁ ଅଗ୍ନି ନ ଦେଇ ତମେ ଯୋଉଟା ଭାବିଛ ଶ୍ୟାଡ କହିଲେ ଗୋଟେ ଛାୟା, ମାନେ ଗୋଟେ ଛାଇ, ତେଣୁକରି ସେଟା ବି ଭଲ ନୁହେଁ। ଗ୍ରୀନ ହଉଛି ଗୋଟେ ଭଲ ପ୍ରତୀକ, ମାନେ ଗ୍ରୀନ ସବୁଜ ସୁନ୍ଦର, ମାନେ ଗ୍ରୀନ ଗୋଟେ ମାନେ ଭଲ ଲାଗୁଛି ନାଁଟା। ସେ ନନା ମଧ୍ୟ କହିଲେ ନାହିଁ ତମକୁ ଗ୍ରୀନ ଟା ଭଲ ଇଏ ହଉଛି, ଆଉ ତମେ ଗ୍ରୀନ ହିଁ ଦିଅ। ତାପରେ ତାଙ୍କ କଥା ମାନିକିନା ତ ମୁଁ ଗ୍ରୀନ ଦେଇଥିଲି ନା। ଆଉ ଭାଇ ଆପଣ ଯୋଉ ଯେତେ ବି ଆମର ବେସ୍ ହଉ କି ଲାଇନରେ ହଉ ଭାଇ, ଆପଣଙ୍କ ଯୋଉ କୋଉଠୁ ଡିଲରସିପ କଣ ଉଠଉଛନ୍ତି ମାନେ କହିବାକୁ ଗଲେ? ଦେଖନ୍ତୁ ଡିଲରସିପ କହିଲେ ଆମର ଲୋକାଲରୁ କିଛି ଜିନିଷ ଆସୁଛି, ବାହାରୁ ବି କିଛି ଜିନିଷ ଆସୁଛି। ଆମର ଲୋକାଲ କହିଲେ ଏଠି ଆମର ସାହୁ ଏଜେନ୍ସି, ଏଠି ଆମର ପାଖରେ କଟକରେ ଅଛନ୍ତି, ତାପରେ ଭୁବନେଶ୍ୱରରେ ବି ଅଛନ୍ତି। ପାଖ ଆଖ ସବୁ ଦେଖିକିନା ନିଆଯାଉଛି। କିଛି ଜିନିଷ ବାହାରୁ ବି କିଛି ଜିନିଷ ଆସୁଛି। ଆଉ ଭାଇ ସାଉଣ୍ଡ ଲାଇନରେ ତ ଏତେ ବର୍ଷ କ୍ୟାରିୟର ହେଲାଣି, କିନ୍ତୁ ମାନେ ଛୋଟରୁ ମାନେ ଏତେ ବଡ ସେଟଅପ୍ କାଢିଛନ୍ତି, କିନ୍ତୁ ଭାଇ କ୍ରେଡିଟ କାହାକୁ ଦେବେ କଣ କହିବାକୁ ଗଲେ? କ୍ରେଡିଟ ଏମିତି କାହାକୁ ଦେବି ସେମିତି ତ ମୁଁ କିଛି କହିପାରୁନି। କ୍ରେଡିଟ ସବୁ ଯାଉଛି ପବ୍ଲିକଙ୍କ ଉପରକୁ, କାହିଁକି ନା ପବ୍ଲିକ ଆଜି ହିଁ ଏତିକି ଉପରକୁ ଉଠେଇଛନ୍ତି। ସବୁ କ୍ରେଡିଟ ପବ୍ଲିକଙ୍କ ଉପରକୁ, କାହିଁକି ନା ଯେତିକି ଫ୍ୟାନ ଫଲୋଇଂ ମୋର ଅଛନ୍ତି ସେମାନଙ୍କ ଯୋଗେ ହିଁ ଆଜି ଗ୍ରୀନ ଡିଜେ ଏତେ ଉପରକୁ ଉଠିଛି। ନହେଲେ କିଏ ଗ୍ରୀନ ଡିଜେ କିଏ ଚିହ୍ନିଥାନ୍ତା? ଲୋକଙ୍କ ପାଇଁ ହିଁ ଆମେ ଆଜି ଗ୍ରୀନ ଡିଜେ ଲୋକ ଚିହ୍ନୁଛନ୍ତି, ମତେ ବି ଚିହ୍ନୁଛନ୍ତି, ଗ୍ରୀନ ଡିଜେକୁ ବି ଚିହ୍ନୁଛନ୍ତି। ପବ୍ଲିକଙ୍କ ପାଇଁ ହିଁ ଆଜି ଗ୍ରୀନ ଡିଜେ ଉଠିଛି। ଭାଇ ଆମେ ଧରିକି 2 ବର୍ଷ ପୂର୍ବରୁ ମାନେ ଭିଡିଓ ଦେଖି ଆସୁଛୁ, ମାନେ ଗ୍ରୀନ ଡିଜର ଅଧିକା ଭିଡିଓ ଆସୁଥିଲା ବି, କିନ୍ତୁ 2 ବର୍ଷ ମାନେ ଏଇ 2 ବର୍ଷ ହେଲାଣି ଭାଇ ଏତେ ଭିଡିଓ ଆସୁନି କଣ ପାଇଁ? ସେଟା ଦେଖନ୍ତୁ, ସେଟା ତ ମୁଁ କହିପାରିବିନି, କାହିଁକି ନା ଯୋଉମାନେ ଭିଡିଓ କରୁଛନ୍ତି ସେମାନଙ୍କ ଉପରେ ଡିପେଣ୍ଡ। କାହିଁକି ନା ମୁଁ ତ ଡିଜେ ପ୍ରୋଗ୍ରାମରେ ବ୍ୟସ୍ତ ରହିଲି। ଯୋଉମାନେ ଭିଡିଓ ଛାଡନ୍ତି ୟୁଟ୍ୟୁବର, ଦେଖନ୍ତୁ କିଛି ୟୁଟ୍ୟୁବର ସେ ସର୍ଭିସ କଲେଣି, କିଛି ୟୁଟ୍ୟୁବର ପଇସା ଲାଇନରେ ଗଲେଣି, ପଇସା ହେଲେ ଆସୁଛନ୍ତି, ପଇସା ନହେଲେ ଆସୁନାହାନ୍ତି। କାହିଁକି ନା ଯିଏ ପଇସା ଦେଲା ତାର ଭିଡିଓ ପଡିବ। ତ ସବୁ ୟୁଟ୍ୟୁବର ତ ସେମିତି ନୁହେଁ ଯେ କରିପାରୁନାହାନ୍ତି ଭିଡିଓ। କିଛି ଆସୁଛନ୍ତି ଭିଡିଓ କରୁଛନ୍ତି, କାହିଁକି ନା ତାପରେ ମୁଁ ଗଣେଶ ପୂଜା ଦିଗରେ ବି ମୁଁ କଲ୍ ରଖିନଥିଲି, ମନା କରିଦେଇଥିଲି ଯେ ମୁଁ କଲ୍ ରଖିବିନି ଏ ବର୍ଷ ବୋଲି। ଗାଡି ସେଟଅପ୍ ବିକ୍ରି ପୁରୁଣା ଭିଡିଓରେ ବି କହିଥିଲି ଏ ଜିନିଷଟା, ଆଉ କିଛି କହିକିନା ନୂଆ କହିବି କଣ ଆଉ। ଗାଡି ବିକ୍ରି ହେଇଯିବ ବୋଲି ମୁଁ କଲ୍ ରଖୁନଥିଲି, ସେଥିପାଇଁ ଲୋକଙ୍କର ଭିଡିଓ ବି ପଡି ପାରୁନଥିଲା। ତାପରେ ଦେଖନ୍ତୁ ମୁଁ ଯୋଉଠି ସିଙ୍ଗିଲ ପ୍ରୋଗ୍ରାମ ରଖିଥିବି ଲୋକ ସେଇଠିକି ଯିବେ ନା, ଯୋଉଠି ପ୍ରୋଗ୍ରାମ ଥିବ 10ଟା ଡିଜେ ସେଇଠିକି ଲୋକ ଯିବେ? ଯୋଉଠିକି 10ଟା ଡିଜେ ଥିବ ସେଇଠିକି ଯିବେ, କାହିଁକି ନା ମୁଁ କମ୍ପିଟିସନ କଲ୍ ଗୁଡାକ ଧରି ପାରିଲିନି, କଣ ମୁଁ ପଛରେ ସବୁ କଲ୍ ଧରିଲି। ତ ସେଥିପାଇଁ ଭିଡିଓ ବି ପଡି ପାରୁନଥିଲା। ଏବେ ତ ଭିଡିଓ ପଡିଲାଣି, ପ୍ରାୟ ୟୁଟ୍ୟୁବର ସବୁ ଆସିକିନା ଭିଡିଓ ପକେଇଲେଣି। ଯୋଉମାନେ ପକଉନଥିବେ ତାଙ୍କର କଣ ଥିବ ରିଜିନ, ସିଏ ଜାଣିଥିବେ ଆଗରୁ ଯୋଉମାନେ ପକଉଥିଲେ। କିନ୍ତୁ ପ୍ରାୟ ଭିଡିଓ ଏବେ ସବୁ ପ୍ରାୟ ୟୁଟ୍ୟୁବର ପକେଇଲେଣି। ଭାଇ ଗ୍ରୀନ ଡିଜେକୁ ନେଇକି କଣ ଅପଡେଟ ଆସୁଛି ଏବେ? ଅପଡେଟ ବର୍ତ୍ତମାନ ତ କିଛି ଅପଡେଟ ନାହିଁ। ଅପଡେଟ ଯାହା ହବ ଦେଖିବା ଗଣେଶ ପୂଜା, ନୂଆ ଗଣେଶ ପୂଜାକୁ। ଭାଇ ଏବେ ଯୋଉ ଗ୍ରୀନରେ ଯୋଉ ଲାଇଟ ଲାଗିଛି ଆମର ସାର୍ପି ହଉ କି ମାନେ ଯୋଉ ଆମର ବେସ୍ ଲାଇନ ହଉ, କୋଉ କମ୍ପାନୀ ସବୁ ଲାଗିଛି ଏବେ? କମ୍ପାନୀ ତ ଦେଖନ୍ତୁ, ଶୁଣନ୍ତୁ, କମ୍ପାନୀ ତ ବହୁତ କମ୍ପାନୀ ଅଛି। କମ୍ପାନୀ ଦେଖନ୍ତୁ ମୁଁ କହିପାରିବିନି, କାହିଁକି ନା ମୋର ଯୋଉ ସିକ୍ରେଟଟା ମୁଁ ସେଟା କାହାକୁ କୁହେନି। କମ୍ପାନୀ ତ କହିଲେ ବହୁତ ଲୋକାଲ କମ୍ପାନୀ ଅଛି, କିନ୍ତୁ ମୋର ଜିନିଷ, ମୁଁ ଯୋଉ ଜିନିଷଟା ଲଗାଏ, କାହିଁକି ନା ମୋର ଦେଖନ୍ତୁ ଯାହା ଲାଗୁଛି ମୁଁ ସବୁ ଅରିଜିନାଲ ଜିନିଷ ଲଗାଏ ବାହାରୁ। ମୋ ସିକ୍ରେଟଟା ମୁଁ କେବେ କାହାକୁ କୁହେନି ଯେ କଣ କମ୍ପାନୀ ଲାଗୁଛି କଣ ନାହିଁ। ଆପଣ ଧର ଯୋଉ ସେଟଅପ୍ ବନେଇବେ, ଆପଣ ଆସନ୍ତୁ, ଆପଣଙ୍କୁ ମୁଁ ସେଟଅପ୍ ଦେବି, କଣ ଜିନିଷ ଲାଗିବ କଣ ଆପଣଙ୍କୁ ପୁରା ଖୋଲିକିନା ଦେଖେଇଦେବି। ଏ ନୂଆ ସେଟଅପ୍ କଣ ଆସୁଛି? ନୂଆ ସେଟଅପ୍ ଆସିବ ବର୍ତ୍ତମାନ ଗଣେଶ ପୂଜାକୁ ଆସିବ ବୋଲି ପ୍ରୋଗ୍ରାମ ଚାଲିଛି। ଆଉ ନୂଆ ସେଟଅପରେ ଭାଇ ସାଇଡ ଡିଜାଇନ ଚେଞ୍ଜ ହବ କି ନାହିଁ? ହଁ, ଡିଜାଇନ ତ ପୁରା ସମ୍ପୂର୍ଣ୍ଣ ଚେଞ୍ଜ ରହିବ, ମାନେ ଚେଞ୍ଜ ରହିବ। ଆଉ ଯୋଉ ସାର୍ପି ବି ଲାଗୁଛି ଆମର, ସେଇ ମଡେଲର ରହିବ କି କିଛି ଅଲଗା ଆସୁଛି ମଡେଲ? ଦେଖିବା ସେସବୁ, ବର୍ତ୍ତମାନ ତ କିଛି ଫାଇନାଲ ମୁଁ କରିନି। ଗଣେଶ ପୂଜା ପୂର୍ବରୁ ଯାହାହେଲେ ବି ଆସିବ, ଭିଡିଓ ଆସିଯିବ, ଆପଣ ଚ୍ୟାନେଲରେ ବି ଦେଖିବେ, ଲୋକଙ୍କୁ ଆପଣ ବି ଜଣେଇ ଦେଇପାରିବେ କଣ ନୂଆ ଆସିବ, କଣ ପୁରୁଣା ରହିବ। କିନ୍ତୁ ପ୍ରାୟ ସମ୍ପୂର୍ଣ୍ଣ ନୂଆ ରହିବ ସେଟଅପ୍ ପୁରା। ଭାଇ ଜଣେ ଯଦି ଆପଣଙ୍କୁ ସେଟଅପ୍ ମାନେ ନୂଆ ସେଟଅପ୍ ହାରିକା ପାଇଁ ଯଦି କଲ୍ କରନ୍ତି, ଭାଇ ଆପଣ ସେଟଅପ୍ କରିକି ଦେଇପାରିବେ? ହଁ, ସେଟଅପ୍ କରିନା ମୁଁ ଦେଇପାରିବି, କିଛି ଅସୁବିଧା ନାହିଁ। କାହିଁକିନା ମୁଁ ନିଜେ ସବୁ କରେ, ଲାଇଟ୍ ପ୍ରୋଗ୍ରାମ, ଡିଏସ୍ପି ପ୍ୟାଚଅପ୍, ସେଟଅପ୍, ୱାରିଂ ଟୋଟାଲ ମୁଁ ହିଁ କରେ।
ମୋର କୌଣସି ପିଲା କରନ୍ତି ନାହିଁ କି କେହି ବି ଜାଣିନାହାନ୍ତି ଏ କାମ, ମୁଁ ସବୁ ନିଜେ ହିଁ କରେ। ମୁଁ ଟାଇମ ନେଇକିନା ଆରାମସେ ଆପଣଙ୍କର ସେଟଅପ୍ କରିନା ଦେବି, ଆପଣ ଆସିବେ ସେଟଅପ୍ ଖାଲି ପେମେଣ୍ଟ ବାକି ପେମେଣ୍ଟ ଯାହା ଥିବ ପେମେଣ୍ଟ ଦେବେ, ଗାଡି ଧରିନା ଯିବେ। ଭାଇ ଆମେ ଶୁଣିବାକୁ କିଛିଟା ପାଉଥିଲେ କି ଏଇ ଯୋଉ ସେଟଅପ୍ ଅଛି ସେଲ୍ ହବାକୁ ଯାଉଛି। ହଁ ସେଟଅପ୍ ସେଲ୍ ହବ। ଭାଇ ତ ଆପଣଙ୍କୁ କହିଲେ ବି ସେଟଅପ୍ ସେଲ୍ ହବ। ଯୋଉ ଭାଇ ମାନେ ଗ୍ରୀନ ଡିଜୋର କିଣିବା ପାଇଁ ଚାହୁଁଛନ୍ତି ବି ଭାଇ ହିରୋ ଭାଇଙ୍କ ସହିତ କଣ୍ଟାକ୍ଟ କରିପାରିବେ। ଆଉ ଯୋଉ ଭାଇ ମାନେ ବି ନୂଆ ସେଟଅପ୍ କାଢିବା ପାଇଁ ଚାହୁଁଛନ୍ତି ସେ ବି ହିରୋ ଭାଇଙ୍କ ସହିତ କଣ୍ଟାକ୍ଟ କରିକି ସେଟଅପ୍ କମ୍ପ୍ଲିଟ୍ କରିକି ସାଉଣ୍ଡ ଚେକ୍ କରିକି ଏଇଠୁ ନେଇକି ଯାଇପାରିବେ ବି, ଭାଇଙ୍କ ସହିତ କଣ୍ଟାକ୍ଟ କରିବେ। ଭାଇ ଆମେ ଏବେ ଆଗରୁ 2 ବର୍ଷ ପୂର୍ବେ ତଳେ ମାନେ ହବାକୁ ଗଲେ ବମ୍ପାଳ ଆମର ଯୋଉ ରଥଯାତ୍ରା ପ୍ରୋଗ୍ରାମ ଥିଲା, ହଁ ହଁ କିନ୍ତୁ ସେତେବେଳକୁ ଏବେ 8 ବେସ୍ ଥିଲା। ହଁ ହଁ କିନ୍ତୁ ସେଇ ଯୋଉ ବରପାଳ ପ୍ରୋଗ୍ରାମ ରେ ହଁ ମାନେ 8 ବେସ୍ ରେ କିନ୍ତୁ ବହୁତ ବେସ୍ ଆସୁଥିଲା। ହଁ ହଁ କିନ୍ତୁ ଏବେ ଏବେ ଯୋଉ କିଛିଟା ପ୍ରୋଗ୍ରାମ ହଉଛି ହଁ ହଁ ସେଇ ବେସ୍ ଶୁଣିବାକୁ ପାଉନୁ। କିନ୍ତୁ ଆଗକୁ ସେଇ ବେସ୍ ଆସୁଛି କି ନାହିଁ କି ଏଟା ପବ୍ଲିକଙ୍କର ଡିମାଣ୍ଡ ଗୋଟେ ନାଇଁ କମେଣ୍ଟ ଦେଖନ୍ତୁ, କରିଥିଲେ ଭାଇ। ରଥଯାତ୍ରା ବେଳୁ ଯୋଉ ଜିନିଷଟା ହୁଁ, କହିଲେ ହୁଁ, ସେତେବେଳେ 8 ଲାଗିଥିଲା ନା 12 ହୁଁ, ଲାଗିଥିଲା ମୋର ବି ମନେ ନାହିଁ। ହୁଁ, 8 ନା 12 ସେ କଣ ହେଇଥିଲା ମୋର ବି ମନେ ନାହିଁ, ହୁଁ, କିନ୍ତୁ ସେ ତାଠୁ ବେଟର ରହିବ। ହୁଁ, କାହିଁକି ନା ବର୍ତ୍ତମାନ ମୁଁ ଯୋଉ ଜିନିଷ ୟୁଜ କରିବା ପାଇଁ ଚାହୁଁଛି, ହୁଁ, ବାହାରକୁ ବି ହୁଁ, ଆସିବ କିଛି ଜିନିଷ, ହୁଁ, ଡେମୋ ବି କିଛି ଆସିଗଲାଣି, ହୁଁ, ଗଣେଶ ପୂଜା ପୂର୍ବରୁ ବି ଆହୁରି ହୁଁ, ଡେମୋ ଆସିଯିବ, ହୁଁ, ମୋ ପାଖରେ ପହଞ୍ଚିଯିବ। ହୁଁ, ତାଠୁ ବେଟର ରହିବ, ଯେତିକି ଆପଣ ଶୁଣିଥିଲେ ରଥଯାତ୍ରାରେ ହୁଁ। ତାଠୁ 3 ଗୁଣା ବେସ୍ ରହିବ। ଆଉ ଭାଇ ନ୍ୟୁରୁ କୋଉ ଅପଡେଟ ରହୁଛି କି ବେସ୍ ଉପରେ କିଛି? ନ୍ୟୁରରେ ନା ବର୍ତ୍ତମାନ କିଛି ଅପଡେଟ ନାହିଁ। ବର୍ତ୍ତମାନ ସିଜିନରେ କିଛି ଅପଡେଟ ନାହିଁ, କାହିଁକି ନା ଆକୁ ସବୁ ବାହାଘର ପ୍ରୋଗ୍ରାମ ଅଛି। ବର୍ତ୍ତମାନ ତ ଆମର ଅପଡେଟ ହେଇଯାଇଛି, ଅଲରେଡି ଅପଡେଟ ହେଇଯାଇଛି କାର୍ତ୍ତିକେଶ୍ୱର। ଆଉ ଅପଡେଟ ବର୍ତ୍ତମାନ କିଛି ନା, ଦେଖିବା କଣ ଅପଡେଟ ହବ, ସେମିତି ତ ସେମିତି ଚିନ୍ତା ହେଇନି। ସେତେବେଳେ ମୁଡ ହେଲେ କଣ ଦେଖିବା ଆଉ। ଅଛି ସରସ୍ୱତୀ ପୂଜା ଆଗକୁ ଅଛି ଫେବୃଆରୀ ମାସରେ, ହେଇପାରେ ବି କିଛି କହିହଉନି, କିନ୍ତୁ ଗାଡିର କିଛି ଅପଡେଟ ହବାର ନାହିଁ। ଦେଖିବା ସାଉଣ୍ଡ ଉପରେ ଯଦି କଣ ହେଇପାରିବ ଏକ୍ସଟ୍ରା ଲାଗିପାରିବ, ଦେଖିବା ଆଉ। ଆଉ ଭାଇ କହିବାକୁ ଗଲେ ଆମର ତ ଫେମସ ଜାଣିଥିବେ ଭଦ୍ରକ ରାମନବମୀ ପ୍ରୋଗ୍ରାମ ଅଛି। ହଁ, ରାମନବମୀ ପ୍ରୋଗ୍ରାମ ପାଇଁ ଭାଇ ଆପଣ କଲ୍ କରିଛନ୍ତି କି? କଣ୍ଟାକ୍ଟ? ରାମନବମୀ ପାଇଁ ଅଲରେଡି ପ୍ରୋଗ୍ରାମ ଆସିଥିଲା। ବର୍ତ୍ତମାନ ରାମନବମୀ ପାଇଁ ପ୍ରୋଗ୍ରାମକୁ ଯୋଉ କହିଲେ, ହୁଁ, ରାମନବମୀ ପାଇଁ ପ୍ରୋଗ୍ରାମ ହେଇପାରିବନି। କାହିଁ? ହୁଁ, ଅଲରେଡି ମୁଁ ରାମନବମୀ ପ୍ରୋଗ୍ରାମ ଦେଖନ୍ତୁ ଧରି ସାରିଲିନି। ଅଲରେଡି ରାମନବମୀ ପ୍ରୋଗ୍ରାମ ମୋର ବୁକ୍ ସରିଲାଣି। ହଁ ଭାଇ ଆସନ୍ତୁ ଟିକେ ଦେଖେଇଦବା, ଆମକୁ ଦେଖେଇଦବା ଭିଡିଓରେ ବି। ରାମନବମୀ କଲ୍ ଅଲରେଡି ମୁଁ ଧରି ସାରିଲିଣି। କେତେ? 909 ସିରିଆଲ ନମ୍ବର। ଅଲରେଡି ମୋର ରାମନବମୀ ପ୍ରୋଗ୍ରାମ ହେଇଗଲାଣି ବୁକ୍। ରାମନବମୀ ଦେଖନ୍ତୁ, ରଙ୍ଗଥଳି ହୁଁ, ଅଲରେଡି ମୋର ବୁକ୍ ହେଇସାରିଲାଣି। ସେଥିପାଇଁ କଲ୍ ନା, ଦଉଥିଲେ। ଅଲରେଡି ମୋର କାହିଁକି ନା ସବୁ ବର୍ଷ ରଙ୍ଗଥଳି ମଣ୍ଟୁ ହୁଁ, ଭାଇ ଯୋଉ କଲ୍ କାଟୁଛନ୍ତି, ହୁଁ, ସବୁ ବର୍ଷ ହିଁ ରଙ୍ଗଥଳି ହୁଁ। ମୋର ହିଁ କଲ୍ ଯାଉଛି। ଭାଇ ସେଇଠି ପ୍ରୋଗ୍ରାମ ରେ ଏଥର କିଛି ୟୁନିକ୍ ଡିଜାଇନ ଆସୁଛି? ହଁ, ସେଠି ୟୁନିକ୍ ଆସିବ। ସେଠି ୟୁନିକ୍ ଆସିବ। ତାପରେ ଦେଖନ୍ତୁ କଣ ହଉଛି, ୟୁନିକ୍ କରିବା ପାଇଁ ସେଠି ହଉଛି ତାଙ୍କର ଗାଁ ଟିକେ ଛୋଟ ଗାଁ। ହୁଁ, ଏକରେ ହେଲା ଟିକେ କଞ୍ଜେଷ୍ଟେଡ ହଉଛି ତ, ହୁଁ, ସେଥିପାଇଁ କିଛି କରିହଉନି। ତଥାପି ଆମେ ଚେଷ୍ଟା କରିଛୁ ଏଥର। ହୁଁ, ସେ ଯିଏ ଆମର ଅଛନ୍ତି ସେଠି ମ୍ୟାନେଜମେଣ୍ଟ କରୁଛନ୍ତି ମଣ୍ଟୁ ଭାଇ, ହୁଁ, ତାଙ୍କୁ କହିଛି ସେ ଗଛ ଫଛ ସବୁ ଟିକେ କାଟିକିନା ଟିକେ ରୋଡ ଟିକେ ସାଇଜ କରିଦଉଛନ୍ତି ଏ ବର୍ଷ। ତାପରେ ଗତ ବର୍ଷ ଭଳିଆ ପ୍ରୋଗ୍ରାମ ଟା ତାଙ୍କର ଏଥର ଟିକେ ଅଲଗା ଚେଞ୍ଜେସ୍ ହେଇଛି। ତାଙ୍କର ଯୋଉ ଅଛି ଷ୍ଟେଜ ହୁଁ, ଏଇ ପାଖରୁ ଷ୍ଟାର୍ଟ ହବ। ହୁଁ। ତ ନିହାତି ରୋଡ ସାଇଡ ରେ ହେଲା ମାନେ ଭଲ ହିଁ ନିହାତି ହବ। ଭାଇ ଆମର ଆଉ ଗୋଟେ ବି କୋଶ୍ଚିନ୍ ଥିଲା କି ଭାଇ ପବ୍ଲିକ କମେଣ୍ଟ କରିଥିଲେ ହୁଁ। କି ହିରୋ ଭାଇ ଆପଣଙ୍କର ଯୋଉ ଲାଇନେରୀ ଆସୁଛି ଏବେ ମାନେ କିଛି ଚେଞ୍ଜ ହଉଛି କି ନାହିଁ ସେଇ ଜିନିଷ ରହୁଛି ବୋଲି। ମାନେ ବୁଝିପାରିଲିନି। ମାନେ ଯୋଉ ଲାଇନେରୀ ଆମର ଲାଗିଛି ହଁ ଗାଡିରେ, ହଁ ହଁ ଆଉ ମାନେ ସେଇ ଯୋଉ କ୍ୱାଲିଟି ରହୁଛି ହଁ। ସେଇ କ୍ୱାଲିଟି ମାନେ ନୂଆ ସେଟଅପ ରେ ସେ ଜିନିଷ ରହୁଛି କି ନାହିଁ ବୋଲି। ବର୍ତ୍ତମାନ ଯୋଉ କ୍ୱାଲିଟି ଅଛି, ହଁ। ବର୍ତ୍ତମାନ ଯୋଉ କ୍ୱାଲିଟି ଅଛି ତାଠୁ ଭଲ ବି ରହିବ ଆହୁରି। ହୁଁ। ବର୍ତ୍ତମାନ କ୍ୱାଲିଟି କେମିତି ଲାଗୁଛି ଲାଇନେରୀ ର? ଲାଇନେରୀ କ୍ୱାଲିଟି ତ ଭାଇ ଅଛି, କିନ୍ତୁ ବେସ୍ ଉପରେ ଟିକେ ଭାଇ ଆଉ ଟିକେ ଫୋକସ ହଁ, କରିବାକୁ ଦେଖନ୍ତୁ ଶୁଣନ୍ତୁ ଗୋଟେ ଜିନିଷ, ହୁଁ, ଅ ଆପଣ ଜାଣିଛନ୍ତି ଗ୍ରୀନ ଡିଜେ ହୁଁ, କହିଲେ ବେସ୍ କିଙ୍ଗ ହୁଁ, ସବୁବେଳେ କୁହନ୍ତି। ହୁଁ, ଲୋକ ମଝିରେ କମେଣ୍ଟ କଲେ ଯେ ଲାଇନେରୀ ଉପରେ ଟିକେ ଫୋକସ କର। ହୁଁ, ଲାଇନେରୀ କି ଫୋକସ କଲେ ଲୋକ କହୁଛନ୍ତି ବେସ୍ କୁ ଫୋକସ ହୁଁ, କର। ଶୁଣନ୍ତୁ ଦିଟା ଆଗ ଜିନିଷ, ହୁଁ, ଲୋକ ଯଦି ଆମେ ଲାଇନେରୀ କି ଫୋକସ କରିନା ସାଉଣ୍ଡ ଦେଲା ବେଳକୁ ବେସ୍ ଲୋକ ଖୋଜୁଛନ୍ତି। ଦିଟା ଆଗ ଜିନିଷ, କିନ୍ତୁ ବର୍ତ୍ତମାନ ଆମେ ଦେଖୁଛୁ ହୁଁ, ଦିଟା ଆଗ ମ୍ୟାଚ କରିନା, ହୁଁ, ମାନେ ଲୋକ କ୍ଲାରିଟି ବି ଖୋଜୁଛନ୍ତି। କାହିଁକି ନା ବେସ୍ ହେଲା ବେଳକୁ ଲୋକ ଟିକେ କମ୍ପ୍ଲେନ କରୁଛନ୍ତି ଯେ ନାଇଁ ଅଧିକା ବେସ୍ ଦିଅନି। ତ ନିହାତି ଯଦି ଯିଏ ଯୋଉଠି ଯୋଉ ଅନୁସାରେ ଡିମାଣ୍ଡ ଆମକୁ କରୁଛନ୍ତି, ଆମେ ସେଇ ଅନୁସାରେ ଦଉଛୁ। ବେସ୍ ଖୋଜିଲେ ବେସ୍ ଦବୁ, ଯିଏ ଭଏସ୍ ଖୋଜିବ ଭଏସ୍ ଦବୁ। ଭାଇ ଦୂର ବାଟ ପ୍ରୋଗ୍ରାମ ଧରିଲେଣି କେବେ ନୂଆ ବର୍ଷ ପୂର୍ବ ପରେ? ଭାଇ? ହଁ, ନୂଆ ବର୍ଷ ପରେ ମୋର ଭୁବନେଶ୍ୱରରେ ଅଛି ଗୋଟେ ହୁଁ, ପ୍ରୋଗ୍ରାମ ଅଛି 7 ହୁଁ, ତାରିଖ। ହୁଁ।
କଣ ଯୋଉ ଅନ୍ଧାରୁଆ ପ୍ରୋଗ୍ରାମ ଅଛି ଯୋଉ ଆମର ଯାତ୍ରା ପ୍ରୋଗ୍ରାମ ଅଛି, ସେଟା ତାଙ୍କର ହଁ ଯାତ୍ରା ଟାଇପର କଣ ଗୋଟେ ପୂଜା ପ୍ରୋଗ୍ରାମ ଅଛି ଆଉ। ଆଉ ସେଇଟା ଭାଇ କମ୍ପିଟିସନ ହବ କି ନାହିଁ? ମୁଁ ତ ଯେତିକି ସେ ମତେ ଯେତିକି କହିଛନ୍ତି କମ୍ପିଟିସନ ନାହିଁ, ସବୁ ରୋଡ ଶୋ ଉପରେ ଆଉ କିନ୍ତୁ ସବୁ ଜିନିଷ ଲାଗିବ ଆଉ। ଆମର ଏବେ ଯୋଉ ପବ୍ଲିକ ବି କମେଣ୍ଟ କରୁଛନ୍ତି କି ଭାଇ ଆମର ଯୋଉ ଡିଜେ ଗ୍ରୀନ ହଁ ମାନେ ଆଗରୁ ତ ଭାଇ ଆପଣଙ୍କର ଅପରେଟିଂ କରୁଥିଲେ ଅଭି ଭାଇ, ଯାହାକୁ କହିବାକୁ ଗଲେ ଜାଣିଥିଲେ ବି ସବୁ ହଁ ପବ୍ଲିକ, ହଁ ହଁ କିନ୍ତୁ ଅଭି ଭାଇ ଏବେ ତ ଅପରେଟିଂ କରୁନାହାନ୍ତି, ହଁ। କିନ୍ତୁ ଏବେ ଯୋଉ ଅପରେଟିଂ ହଉଛି ଆପଣ କରୁଛନ୍ତି କି ଯୋଉ ଆମର ଲିପୁ ଭାଇ କରୁଛନ୍ତି କି ଅଲଗା କୋଉ ଅପରେଟିଂ ଆଣିଛନ୍ତି? ନାଇଁ ଆମର ଅଛି ଗୋଟେ ପିଲାଟିଏ ବାବନ ବୋଲି, ସେ ବି କରୁଛି ପ୍ରାୟ ଆମ ଲିପୁ କରେ, ପ୍ରାୟ ଆମ ଲିପୁ କରୁଛି ଆଉ ବେଶୀ ସମୟ ଆଉ। ସିଏ ବାବନ ଯିଏ ଅଛି ସେ ଷ୍ଟାଣ୍ଡ ବାଇ କରୁଛି, ତାପରେ ମୁଁ ବି କେତେବେଳେ ବଜେଇଦିଏ। ତାପରେ ଦେଖନ୍ତୁ ସବୁବେଳେ ମୁଁ ରହିବି ବୋଲି ଭିତରେ ମାନେ ନାହିଁ, କାହିଁକିନା ମୁଁ ଯଦି ଜଣେ ଅନର ହେଇକିନା ଭିତରେ ସବୁବେଳେ ରହିବି, ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା ସବୁ ହବାକୁ ପଡିବ, କାହିଁକିନା ଯିଏ ପ୍ଲେ କରୁଛି ସେ ଭିତରକୁ ସେ ବାହାରି ପାରିବନି ବେଶୀ ସମୟ। ତ ପିଲା ଅଛନ୍ତି 3-4 ଜଣ ପିଲା ଅଛନ୍ତି ଅପରେଟିଂ ପାଇଁ କୌଣସି ଅସୁବିଧା ନାହିଁ। ଭାଇ ଯଦି କିଏ ଯଦି ପ୍ରୋଗ୍ରାମ ପାଇଁ ଆପଣ କଣ୍ଟାକ୍ଟ କରନ୍ତି ଭାଇ କି ଆମର 100 SRP କି ଦରକାର ଭାଇ, ଆଉ ଏଇ ଜାଗାରେ ପ୍ରୋଗ୍ରାମ ଭାଇ ଗାଡିର 100 SRP ଲାଗିପାରିବ କି ନାହିଁ? ଶୁଣନ୍ତୁ ଯୋଉଟା ସମ୍ଭବପର ଗୋଟେ ଜିନିଷ, ଧରାଯାଉ ମୁଁ ଗାଡିରେ ବର୍ତ୍ତମାନ ମୋର ଡିଜାଇନ ହେଇଛି ମୁଁ 70ଟା କି 80ଟା ମାରିପାରିବି, ଯଦି ଜଣେ 100ଟା କହିବେ ସେଟା ଗୋଟେ ଅସମ୍ଭବ ଭଳିଆ ଜିନିଷ, ମାନେ ଯେମିତି ସୂତା ବାନ୍ଧିକିନା କି କପଡା ରସି ଭିଡିକିନା ଏଠି ବାନ୍ଧିଦେ ସେଠି ବାନ୍ଧିଦେ, ହବନି କାହିଁ କରିହବ, କିନ୍ତୁ ଯୋଉଟା ଡିଜାଇନ ଗୋଟେ ହେଇଛି ସେଟା ଗୋଟେ କାରଣ ଭାଇ ଲୁକ୍ ଲାଗିବ। ଏଇ ପୂର୍ବ ବର୍ଷ ଯୋଉ ସେଟଅପ ଥିଲା ବି, ହଁ କାରଣ ଆମେ ବି ଦେଖୁଥିଲୁ ଗାଡି ଆଗରେ ସେ ସାର୍ଫି ବି ଲାଗୁଥିଲା, ହଁ ସେଇ ଡିଜାଇନ ଟା ଏବେ ରହୁଛି କି ନାଇଁ ହଁ ରହୁନି? ଏଇ ଗାଡିରେ ତ ଦେଖିଥିବେ ପ୍ରାୟ ଜାଗାରେ ଲାଗିଛି, ଏଇ ଗଣେଶ ପୂଜା କଣ ଏଇ ୟା ପୂର୍ବରୁ ବି ଲାଗିଛି, ପ୍ରାୟ ଜାଗାରେ ଲାଗିଛି, 3-4 ଜାଗାରେ ତ ମୁଁ ଲଗେଇଛି ଆଗ ସେଟଅପ ପାଇଁ। ଯିଏ କହିବ ଲାଗିପାରିବ, କାହିଁକି ନା 100 SRP ବି ହେଇଯାଉଛି, ଆଗ ପଛ ଦିଟା ଆଗ ହେଲା ଆରାମରେ 100 SRP ଲାଗିଯାଉଛି, କିଛି ଅସୁବିଧା ନାହିଁ, ଲାଗିପାରିବ। କିନ୍ତୁ ତାକୁ କଣ ଟାଇମ ଟେକିଂ ଦରକାର, ଆଗ ସାର୍ଫି ସେମିତି ଗାଁ ବଡ ଥିବା ଦରକାର, ରାସ୍ତା ଭଲ ଥିବା ଦରକାର। ଆପଣ ଛୋଟ ଗାଁ ହେଇଥିବ 50 ଥର ଖୋଲା ହଉଥିବ, ଲୋକ କହୁଥିବେ ପୁଣି ଲଗ ଖୋଲ, ସେଟା ହେଇପାରିବ କି? ହେଇପାରିବନି। ତାପରେ ଲୋକ କହିବେ ନାଇଁ ଆଉ ଖୋଲିଦେଲ ତମ ଅଧାରୁ, ଆରେ ଭାଇ ଯୋଉ ଗାଁରେ ନ ଯିବ ଆମେ କେମିତି 100 SRP ଲଗେଇବୁ? ଯୋଉଠି 100 SRP ଯିବ ଲାଗିପାରିବ। ଭାଇ ଏବେ ଆପଣ କମ୍ପିଟିସନ ପ୍ରୋଗ୍ରାମ କଲ ରଖିଛନ୍ତି କିଛି? ବର୍ତ୍ତମାନ ତ କମ୍ପିଟିସନ କଲ୍ କିଛି ନାହିଁ, ବର୍ତ୍ତମାନ କମ୍ପିଟିସନ କଲ୍ କୋଉଠି ବି ନାହିଁ, ବର୍ତ୍ତମାନ ତ ସବୁ ବାହାଘର ସିଜିନ ଚାଲିଛି, କମ୍ପିଟିସନ ମୋର ତ କୋଉଠି କମ୍ପିଟିସନ ବି ନା, କମ୍ପିଟିସନ କଲ୍ କୋଉଠି ବି ନାହିଁ। ଭାଇ ଏଇ 2 ବର୍ଷ ଭିତରେ ଭାଇ ଏଇ ବର୍ଷ ବି ଧରିବାକୁ ଗଲେ ଆଉ ଆପଣ କମ୍ପିଟିସନ କେତେ ଜାଗାରେ କଲେଣି ପ୍ରୋଗ୍ରାମ କରିବେନି? କମ୍ପିଟିସନ ତ କହିଲେ ମୁଁ 2ଟା ଖଣ୍ଡେ କମ୍ପିଟିସନ ଏଇ ବର୍ଷ କରିଛି। ମୁଁ ତ କମ୍ପିଟିସନ କଲ୍ କାହିଁକି ଦେଖନ୍ତୁ, ମୁଁ ପଛରେ ସବୁ ପ୍ରୋଗ୍ରାମ ରଖିଲି ଗଣେଶ ପୂଜା କଲ୍। ସେଇଟା ଗୋଟେ ହେଇଥିଲା ଆମର ଛେଳିଆପଡା, ଯାହା ଗୋଟେ କମ୍ପିଟିସନ ହେଇଥିଲା। ଆଉ ଗୋଟେ କୋଉଠି ହେଇଥିଲା, ଏମିତି 2ଟା ପ୍ରୋଗ୍ରାମ ହେଇଛି କମ୍ପିଟିସନ ଆଉ। ହଁ ତାପରେ ଆଉ ଗୋଟେ ହେଇଥିଲା ଆମର ହରିଚନ୍ଦନପୁର, ଯୋଉ କହିଲେ ହରିଚନ୍ଦନପୁର, ସେଠି ବି କମ୍ପିଟିସନ ହେଇଥିଲା। ସେଇଟା ଦି ତ ଭାଇ ଆମେ ଦେଖିବାକୁ ଜାଣିଥିଲୁ କି ସମ୍ମାନ ପତ୍ର ବି ଆପଣଙ୍କୁ ହଁ ମିଳିଥିଲା। ହଁ ହଁ ଆଉ ଭାଇ ଦେଖେଇ ଦଉଛୁ ଆମକୁ ସମ୍ମାନ ପତ୍ର ବି ଏଇପଟେ ଅଛି, ଦେଖି ନିଅନ୍ତୁ। ହଁ। ଆଉ ଭାଇ ଭାଇ ଆମେ ଜାଣିବାକୁ ଚାହୁଁଛୁ ଯେ ମାନେ ଯେତେ ସବୁ ମାନେ କମ୍ପିଟିସନ ପ୍ରୋଗ୍ରାମ ବି ହେଇଛି, ଆଉ ଯେତେ ସବୁ କଣ୍ଟ୍ରୋଭର୍ସି ବି ହଉଛି, ହଁ ହଁ। ଆଉ ସେଇଥିପାଇଁ ସାଉଣ୍ଡ ଓନର ଦାୟୀ କି ପବ୍ଲିକ ଦାୟୀ କି ୟୁଟ୍ୟୁବର ଭାଇ ମାନେ ଦାୟୀ ରହୁଛନ୍ତି? ଦେଖନ୍ତୁ କଣ୍ଟ୍ରୋଭର୍ସି ଯୋଉ ଜିନିଷଟା ହଉଛି, ସେଟା ମୁଁ ଜଣକୁ ଭୁଲ କହିବିନି, କାହିଁକି ନା ଦେଖନ୍ତୁ ଜଣେ ୟୁଟ୍ୟୁବର ର ଭୁଲ ରହୁଛି, ଜଣେ ମାଲିକର ବି ଭୁଲ ରହୁଛି, ପବ୍ଲିକଙ୍କର କିଛି ଭୁଲ ରହୁନି, କାହିଁକି ନା ଆମେ ଯଦି କମ୍ପିଟିସନ ନ କରିବା ସେଠି ପବ୍ଲିକ ଆଉ କଣ୍ଟ୍ରୋଭର୍ସି କୋଉଠି ଆସିବ? ଆସିବନି। ଧର ଆମେ କହିବା ଜଣେ ୟୁଟ୍ୟୁବର ଭିଡିଓଟା ଛାଡିନା କଣ୍ଟ୍ରୋଭର୍ସି କରୁଛି, ଆରେ ଭାଇ ମୁଁ ମାଲିକ ହିସାବରେ ମୁଁ ଯଦି କଥାଟା କହିଲି ତ କଣ୍ଟ୍ରୋଭର୍ସି, ସେ ଭିଡିଓଟା ରେକର୍ଡ କଲେ ସିନା କଣ୍ଟ୍ରୋଭର୍ସିଟା ହବ। ଆମେ ଜଣେ ୟୁଟ୍ୟୁବରକୁ ଭୁଲ ଦବା ଯେ ତାଙ୍କ ଯୋଗୁଁ କଣ୍ଟ୍ରୋଭର୍ସି ହଉଛି, ନା, ସମସ୍ତେ ସଜାଗ ହବାର ଅଛି ଯେ କଣ୍ଟ୍ରୋଭର୍ସିଟା ନ ହବା ପାଇଁ। ଭାଇ କଣ୍ଟ୍ରୋଭର୍ସିଟା ଦୁଇ ପକ୍ଷରୁ ହଉଛି। ଭାଇ ଯୋଉ ଆମ ଡିଜେ ମାନେ କମ୍ପିଟିସନ ଯେତେବେଳେ ହଉଛି, ମାନେ ଆଗରୁ ଯେତେ ସବୁ କମ୍ପିଟିସନ ହଉଥିଲା, ହୁଁ ମାନେ ସେ ତା ଗୀତ ବଜଉଥିଲେ, ଇଏ ତା ଗୀତ ବଜଉଥିଲେ, ହୁଁ। କିନ୍ତୁ ଏବେ ସବୁ ଯୋଉ ମାଇକିଂ ହଉଛି ତା ଉପରେ କଣ ନେଇକି କଣ କହିବେ? ମାଇକିଂ ଦେଖନ୍ତୁ, ଗୋଟେ ଜିନିଷ ମାଇକିଂ ଟା ହବାଟା, ମାଇକିଂ ଡିଜେ ମିନ୍ସ ମାଇକିଂ ଅଛି। ମାଇକିଂରେ ତମେ ମାଇକିଂ କହିକିନା ଲୋକଙ୍କୁ ମାନେ ହସେଇକିନା ନଚେଇ ପାରିବା ଦରକାର, କିନ୍ତୁ ମାଇକିଂ ଟା ଦିଆ ହେଇନି ଯେ କଣ୍ଟ୍ରୋଭର୍ସି କରିବା ପାଇଁ ନୁହେଁ। ମୁଁ ତାକୁ କମେଣ୍ଟ ମାରିନା ଗୋଟେ ଜିନିଷ କହିଦେବି, ସିଏ ମତେ ଗୋଟେ କମେଣ୍ଟ ମାରିନା ଜିନିଷ କହିଦେବି, ସେ ଜିନିଷଟା ଭୁଲ। ସେଇ ଜିନିଷଟା ପ୍ରଥମେ ଆମେ ମାଲିକ ହିସାବରେ ମୁଁ କହୁଛି ସେ ଜିନିଷଟା ବନ୍ଦ ହଉ। ମାଇକିଂ କର, କିନ୍ତୁ କାହାକୁ ବାଧିଲା ଭଳିଆ ନାହିଁ କି କାହାକୁ ଡାଇଲଗ ନାହିଁ। ତମେ ଗୀତ ବଜ, ଯୋଉଠି ବି କମ୍ପିଟିସନ ହଉଛି ସେଠି ମାଇକିଂ ର ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଉ। ଯୋଉଠି କମ୍ପିଟିସନ ଧରାଯାଉ ଚାଲିଛି ଗୋଟେ ଜିନିଷ, କି କୋଉଠି ଗୋଟେ କ୍ରସ ହଉଛି, ସେଠି ମାଇକିଂ ର ସମ୍ପୂର୍ଣ୍ଣ ବନ୍ଦ କରିବାଟା ଉଚିତ।
ତମେ ଅଲଗା ଯେତେବେଳେ କଷ୍ଟମର ତମର ନାଚୁଛନ୍ତି ତମେ ସେତେବେଳେ ମାଇକିଂ କର, କିଛି ଅସୁବିଧା ନାହିଁ। ଆଉ ଭାଇ ଆଉ ଡିଜେ ଓନର ମାନଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି କଣ ରହିଛି? ମୋର ସମସ୍ତଙ୍କ ସହିତ ସମ୍ପର୍କ ଭଲ, ହଁ। ମୋର କାହା ସହିତ ସମ୍ପର୍କ ସେମିତି ଖରାପ ନାହିଁ। ମୁଁ ସମସ୍ତଙ୍କ ସାଙ୍ଗରେ କଥା ହୁଏ, ସମସ୍ତଙ୍କ ସାଙ୍ଗରେ ସମ୍ପର୍କ ଭଲ। ଆଉ ପ୍ରୋଗ୍ରାମ ଟାଇମରେ କେମିତି କଣ ରହୁଛନ୍ତି? ଶୁଣନ୍ତୁ ପ୍ରୋଗ୍ରାମ ଦେଖନ୍ତୁ, ପ୍ରୋଗ୍ରାମ ଟାଇମଟା ଦେଖନ୍ତୁ, ବେପାର ବାଟରେ, ସମ୍ପର୍କ ବାଟରେ। ବେପାର ଟାଇମରେ ତମେ ବେପାର କର ନିଜ ନିଜ ଇଏରେ ଲାଇନରେ, କିନ୍ତୁ ସମ୍ପର୍କ ସମସ୍ତଙ୍କ ସହିତ ଭଲ ରଖ। ମୋର ସମ୍ପର୍କ ସମସ୍ତଙ୍କ ସହିତ ଭଲ, କାହା ସହିତ ମୋର ସମ୍ପର୍କ ସେମିତି ଖରାପ ନାହିଁ। ହଉ ଭାଇ ବେଶୀ ତ ଭିଡିଓ ଲମ୍ବା କରିବାନି, ଆଉ ହିରୋ ଭାଇ ଏତିକି ଆମକୁ ଟାଇମ ଦେଇଥିବାରୁ ହିରୋ ଭାଇଙ୍କୁ ଧନ୍ୟବାଦ। ଆଉ ଭାଇ ଆମ ଚ୍ୟାନେଲକୁ ଟାଇମ ଦେବାକୁ ଧନ୍ୟବାଦ। ଆଉ ଭାଇ ଏତିକିରେ ତ ଭିଡିଓ ରଖୁଛୁ, ଆଉ ପବ୍ଲିକ ତ ଭାଇ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରୁନାହାନ୍ତି, ଟିକେ ପବ୍ଲିକ ଟିକେ କଣ କୁହନ୍ତୁ। ଭାଇ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ଭାଇଟା ଆଉ ଟିକେ ଉପରକୁ ଉଠାଅ। ହଉ, ଆଉ ଜୟ ଜଗନ୍ନାଥ ଭାଇ ଜୟ ମାନଙ୍କୁ, ଆଉ ଜଗନ୍ନାଥ, ଜୟ ଏତିକିରେ ଜଗନ୍ନାଥ। ଭାଇ ଭିଡିଓ ଏଣ୍ଡ କରୁଛୁ ଆଉ।